ହେଉଛି ଏଇ କ୍ଷେତ୍ରବାସୀ ହାଇସ୍କୁଲର ଯେଉଁ ଆଜି ଦେହାନ୍ତ ହୋଇଥିବା ପୂର୍ଣ୍ଣାନନ୍ଦ ସାରଙ୍କର ଛାତ୍ର ନିତ୍ୟାନନ୍ଦ ରାଉତ। ଗୁରୁଙ୍କ କଥା ତ ଅବର୍ଣ୍ଣନୀୟ। ମାନେ ମୁଁ କହୁଥିଲି ଇମଂ ଲୋକଙ୍କୁ ମାତୃଭକ୍ତା ପିତୃଭକ୍ତା ତୁ ମଧ୍ୟମ ଗୁରୁ ଶୁଶ୍ରୂଷୟା ଶୈବ ବ୍ରହ୍ମଲୋକ ସମସ୍ତେ। ମାନେ ମାତୃପୂଜା କଲେ ଇହଲୋକ, ପିତୃପୂଜା କଲେ ମାନେ ଏଇ ଯେଉଁ ସ୍ୱର୍ଗଲୋକ, ଆପଣଙ୍କର ଗୁରୁ ପୂଜା କଲେ ବ୍ରହ୍ମଲୋକ ପ୍ରାପ୍ତି ହୁଏ। ତେଣୁ ଗୁରୁକୁ ଆଜି ସମାଜରେ ଏମିତି ଅବସ୍ଥାରେ ପହଞ୍ଚିଛି, ଗୁରୁ ହେଉଛନ୍ତି ସ୍ଥୂଳ, ଗୋଟେ ସୂକ୍ଷ୍ମ, ଗୋଟେ ଆତ୍ମଦର୍ଶୀ। ସ୍ଥୂଳ ରୂପରେ ବୌଦ୍ଧିକ ଚେତନାକୁ ସେ ବିକାଶ କରେ, ସୂକ୍ଷ୍ମ ରୂପରେ ସେ ତାଙ୍କର ସ୍ଥିତିକି ଦୃଢ଼ କରିଥାଏ ଏବଂ ଏକବାର ବ୍ରହ୍ମାନନ୍ଦରେ ସେ ପରିଣତ କରିଥାଏ। ଯେତେବେଳେ ଏଇ ହେଉଛି କଥା ଗୁରୁର କଥା। କିନ୍ତୁ ଆଜି ଖୁସି ଯେ ଦୁଃଖ କରିବିନି, କାହିଁକିନା ତାଙ୍କ ଭଳିଆ ଗୁରୁଙ୍କ ପାଇଁ ଏଭଳିଆ ଗୋଟେ ଭଦ୍ରକ ଜିଲ୍ଲାରେ ମୁଁ ଦେଖିଲି ଅନୁଶାସନ ଯେଉଁଠିକି ମନ୍ତ୍ରୀ ଏମ୍ଏଲ୍ଏ ଫେରିଛନ୍ତି। ଆମର ସେଣ୍ଟର ପରିବର୍ତ୍ତନ ହେବା ପାଇଁ ଯେତେବେଳେ ଚାଲିଲା, ଯେତେବେଳେ ଯୁଗଳ ପଟ୍ଟନାୟକ ଅର୍ଥ ରାଜସ୍ୱ ଆଇନ ମନ୍ତ୍ରୀ ଥିଲେ, ସେତେବେଳେ ବି ସେ କହିଲେ ମୁଁ କାଦୁଅକୁ ଯିବିନି କି ଗୋଡ଼ ଧୋଇବିନି। ଏଭଳି କଥା ଆଉ କ'ଣ ଥାଏ? ତେଣୁ ଏଭଳି ଗୁରୁକୁ ମୁଁ ଆଉ କହିପାରିନି, ତାଙ୍କ ହାତରେ ଗଢ଼ା ହେଇଥିଲି ବୋଲି ଆଜି ଯେଉଁ ଓଡ଼ିଶା ସାରା ବୁଲୁଛି। ମୋ ନାଁ ଭୀମଚରଣ ପରିଡ଼ା, ମୁଁ ପ୍ରଧାନ ଶିକ୍ଷକ ପିଏମ୍ସି କ୍ଷେତ୍ରବାସୀ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଚୁନିଦା। ଆମର ପୂର୍ଣ୍ଣାନନ୍ଦ ମହାପାତ୍ର ଯାହାଙ୍କର ସ୍ୱଗ୍ରହଣ ହେଇଛି ଗତ 29/1/2026 ଗୁରୁବାର ଦିନ, ତାଙ୍କର ଆଜି ନବମ ଦିନରେ ଆମର ଏଇ ପିଏମ୍ସି ହାଇସ୍କୁଲଠାରେ ଆମେ ଗୋଟେ ଶୋକସଭା ପାଳନ କରୁଥିଲୁ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଶିକ୍ଷା କର୍ମଚାରୀ ଏବଂ ତାଙ୍କର ପୁରାତନ ଛାତ୍ରଛାତ୍ରୀ ଏବଂ କମିଟିର ମେମ୍ବରମାନେ ଉପସ୍ଥିତ ଥିଲେ। ଆପଣ ଦେଖୁଥିବେ ସ୍ୱର୍ଗତ ପୂର୍ଣ୍ଣାନନ୍ଦ ମହାପାତ୍ର এই বিদ্যালয়ের যেমিতি কুହାଯିବ ସେ ହେଉଛି ବ୍ୟାକବୋନ୍ ବା ଭିତ୍ତିଭୂମି ସ୍ଥାପନ କରିଥିଲେ। ଦୀର୍ଘ 30 ବର୍ଷ ଏଠି କାର୍ଯ୍ୟ କରିଥିଲେ ଏବଂ ତାଙ୍କର ଶାସନ ବ୍ୟବସ୍ଥା ଏଭଳି ଥିଲା। ମୁଁ ଯେତେବେଳେ 2006 ମସିହାରେ ଏଠାକୁ ଆସିଲି, ସାରା ଭଦ୍ରକରେ ଚର୍ଚ୍ଚା ହେଉଥିଲା ଯେ କ୍ଷେତ୍ରବାସୀ ହାଇସ୍କୁଲ ଭଳି ହାଇସ୍କୁଲ ଆଉ ଭଦ୍ରକ ଜିଲ୍ଲାରେ ନାହିଁ। କାହିଁକିନା ସେ ଯେଉଁ ଢାଞ୍ଚାରେ ପୂର୍ଣ୍ଣାନନ୍ଦ ମହାପାତ୍ର ତିଆରି କରିଥିଲେ, ସେ ଢାଞ୍ଚା ଆଜି ପର୍ଯ୍ୟନ୍ତ ଚାଲିଛି। ଏଠି ଶୃଙ୍ଖଳାକୁ ବେଶୀ ଗୁରୁତ୍ୱ ଦିଆଯାଏ, ଶିକ୍ଷାକୁ ବେଶୀ ଗୁରୁତ୍ୱ ଦିଆଯାଏ। এই বিদ্যালয়ে আজ পর্যন্ত কৌশি রাজনীতি প্রবেশ করে দিয়া যায় না। তেণু আমি যদি কহিবা তাঁকরি আদর্শরে এই বিদ্যালয় পরিচালিত হয়েছি। তাঁর স্বপ্ন লা এই বিদ্যালয় আহরি উন্নতি করু, আমি আজ সেই বিদ্যালয়কে উন্নতির চরম সীমায় পৌঁছাই পারিছু। সারা ভদ্রক জেলা কাহিঁকি ওড়িশার 1 নম্বর বিদ্যালয় হয়ে পারিছি এবং তাঁর আত্মা এইঠারে হি অছি। কারণ সবুলে সে মনে পকাতে কুহতি ভীমবাবু আউ স্কুলକୁ দেখুথিবে টিকে ଆଉ ସମସ୍ତେ ନଜର ଦେଉଥିବେ। ତ ବହୁତ ଭଲ କଥା, ତାଙ୍କର ଆତ୍ମାକୁ ନେଇ ଆଜି ବିଦ୍ୟାଳୟ ଆଗକୁ ଆଉ ଯାଉଛି। ସେ କେଉଁଠି ନା କେଉଁଠି ସେ ସବୁବେଳେ ଲୁଚିକି ଦେଖୁଛନ୍ତି। ତାଙ୍କର ଆଶୀର୍ବାଦ ଅଛି ଆମ ପ୍ରତି ଏବଂ ଆଜି ଦିନରେ ମୁଁ ଏତିକି କହିବି, ତାଙ୍କର ଅମରାତ୍ମାର ସଦ୍ଗତି ହେଉ। ଭଗବାନ ତାଙ୍କ ଅମରାତ୍ମାକୁ ଯେଉଁଠି ରଖନ୍ତୁ ନା କାହିଁକି ସୁଖରେ ରଖନ୍ତୁ, ତାଙ୍କ ପରିବାରକୁ ସୁଖ ଶାନ୍ତି ଦିଅନ୍ତୁ ଏବଂ ତାଙ୍କର ଆଶୀର୍ବାଦ ଏହି ବିଦ୍ୟାଳୟ ପ୍ରତି ଏବଂ ମୋ ପିଲାମାନଙ୍କ ପ୍ରତି ରହୁ, ଏତିକି ମୁଁ କହିବି। ନିତ୍ୟାନନ୍ଦ ବେହେରା, ଚୁନିନ୍ଦା। ମୁଁ ଆଜି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ନବମ ଦିନ ଏହି ଶୋକସଭା ଅବସରରେ ଆମେ ଆସି ଏହି ସ୍କୁଲରେ ପହଞ୍ଚିଥିଲୁ। ଏଥିରେ ମୁଁ ପାଠ ପଢ଼ୁଥିଲି। ମୋର ଯେତେବେଳେ ଅଷ୍ଟମ ଶ୍ରେଣୀ ଥିଲା 71 ମସିହାରେ ପୂର୍ଣ୍ଣ ସାର୍ ଏଠିକି ପ୍ରଥମ ଥର ପାଇଁ ଜଏନ୍ କରିଥିଲେ ଏବଂ ତାଙ୍କର ଗୋଟେ ଆଡ଼ମିନିଷ୍ଟ୍ରେଟିଭ୍ ପାୱାରଟା ବହୁତ ପାୱାରଫୁଲ୍ ଥିଲା। ସେ ଆଡ଼ମିନିଷ୍ଟ୍ରେଟିଭ୍ ଭାରି ଷ୍ଟ୍ରଙ୍ଗ ଥିଲେ ଏବଂ ପିଲାକୁ ଭଲ ପାଉଥିଲେ, ଭଲ ପାଠ ପଢ଼ା ହେଉଥିଲା। ଯାହା ହେଉ ବର୍ତ୍ତମାନ ସୁଦ୍ଧା ସେଇ ଢାଞ୍ଚାରେ ହାଇସ୍କୁଲଟି ଚାଲିଛି। ବର୍ତ୍ତମାନ ଆମର ଯେଉଁ ଭୀମବାବୁ ଅଛନ୍ତି ପ୍ରଧାନ ଶିକ୍ଷକ, ସିଏ ବି ବହୁତ ସୁନ୍ଦର ଭାବେ ସ୍କୁଲକୁ ପରିଚାଳନା କରୁଛନ୍ତି ଏବଂ ସ୍କୁଲର ଉନ୍ନତି ହେଉଛି। ଆଉ ବିଶେଷ କହୁନାହିଁ, ଏତିକି କହି ମୋର ଧନ୍ୟବାଦ।